அனைவருக்கும் என்னுடைய கிறிஸ்துமஸ் நல்வாழ்த்துக்கள். Praise the Lord. This is a new beginning, a new era of a real, secular, social justice starts now. ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ଥମ୍ବନେଲ୍ ଦେଖିକି ଆପଣ ଜାଣିସାରିଥିବେ ଆମେ କାହା ବିଷୟରେ ଆମେ ଆଲୋଚନା କରିବା। ଆଉ ୟାକୁ ତ ଆପଣ ଭଲ ଭାବରେ ଜାଣନ୍ତି, ଯାହାକୁ ଆପଣ ଥମ୍ବନେଲ୍ରେ ଦେଖିଲେ। ଆଉ ଇଏ ଜଣେ ଇଣ୍ଡିଆ ଫେମସ୍ ବାବା, ଖ୍ରୀଷ୍ଟିଆନ ବିରୋଧୀ ବାବା। ଖାସ୍ କରି ଯେତେ ବାବା ଅଛନ୍ତି ସମସ୍ତେ ତ ଖ୍ରୀଷ୍ଟିଆନ ବିରୋଧୀ, କିନ୍ତୁ ଇଏ ହେଉଛି ଟିକେ ସ୍ପେସିଆଲ୍। ଇଏ ଟିକେ ବେଶୀ ବିରୋଧ କରେ ଖ୍ରୀଷ୍ଟିଆନମାନଙ୍କୁ, ସେଥିପାଇଁ ଇଏ ଟିକେ ସ୍ପେସିଆଲ୍ ଅଟେ ବିରୋଧ କରିବା ଭିତରେ। ଆଉ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଆଉ ଏଇ ବାବାର ଆମେ ପର୍ଦ୍ଦାଫାଶ କରିବା। ଆଉ ଯେଉଁ ବାବାକୁ ଆପଣ ଦେଖିଲେ, ଥମ୍ବନେଲ୍ରେ ଆପଣ ଦେଖିଲେ, ତା'ର ଆମେ ନିଶ୍ଚିତ ଭାବରେ ପର୍ଦ୍ଦାଫାଶ କରିବା। କାରଣ ଏମାନଙ୍କୁ ଯଦି ଏମିତି ପର୍ଦ୍ଦାଫାଶ ନ କରାଯାଏ ତେବେ ମଧ୍ୟ ହେବ ନାହିଁ। ତେବେ ଏମାନଙ୍କୁ ଏମିତି ପର୍ଦ୍ଦାଫାଶ କରିବାକୁ ପଡ଼ିବ, ଯିଏ ଯୀଶୁଙ୍କ ବିରୁଦ୍ଧରେ ଆଉ ଖ୍ରୀଷ୍ଟିଆନ ବିରୁଦ୍ଧରେ, ଖ୍ରୀଷ୍ଟିଆନିଟି ବିରୁଦ୍ଧରେ ଯିଏ ସବୁବେଳେ ଏମିତି ବିଷ ସବୁ ବାହାର କରେ। ସେଥିପାଇଁ ପ୍ରିୟ ବନ୍ଧୁଗଣ, ପ୍ରଥମେ ଆପଣ ଗୋଟେ ଭିଡ଼ିଓ ଦେଖନ୍ତୁ ବିଜୟ ସାର୍ଙ୍କର, ଆଉ ତାପରେ ଆମେମାନେ ୟା ବିଷୟରେ କଥାବାର୍ତ୍ତା କରିବା। அனைவருக்கும் என்னுடைய கிறிஸ்துமஸ் நல்வாழ்த்துக்கள். Praise the Lord. This is a new beginning, a new era of a real, secular, social justice starts now. सोशल मीडिया पर लगातार पोस्ट जो है वायरल हो रहे हैं कि दक्षिण भारत ने एक बार फिर भारतीय जनता पार्टी और आरएसएस की राजनीति को चुनौती दे दी है। लोग कर्नाटक का एग्जाम्पल दे रहे हैं, जहां पहले भी आरएसएस से जुड़े संगठनों पर कार्रवाई की बहस उठ चुकी है। यह हेडलाइन देखिए। हालांकि ये जो खबर मैं अब आपको बताने वाली हूँ, ये हमारे चैनल ने पहले भी आपको दिखाई थी और अब ये मुद्दा फिर से उठ गया है। देखिए हेडलाइन, आरएसएस पर प्रियंक खड़गे का अब तक का सबसे तीखा हमला, फंडिंग और लीगल स्टेटस पर भी उठाए सवाल। कर्नाटका के आईटी मंत्री प्रियंक खड़गे ने एक बार फिर आरएसएस पर जमकर निशाना साधा। उन्होंने आरएसएस की तुलना शैतान से की और बीजेपी को शैतान तक की परछाई बता दिया। यहाँ तक कि प्रियंक खड़गे ने आरएसएस पर मनी लॉन्ड्रिंग में शामिल होने का भी सीधा सीधा आरोप लगाया था। उन्होंने साफ कहा था कि एक अनरजिस्टर्ड संस्था के रूप में आखिर कैसे काम कर सकती है आरएसएस। उन्होंने साथ ही ये भी कहा था कि केंद्र में कांग्रेस की सरकार बनी तो आरएसएस को देश भर में बैन लगा दिया जाएगा, आरएसएस को बैन कर दिया जाएगा। ये बात खड़गे ने कही थी। वहीं बंगाल में भी आरएसएस से जुड़े कुछ स्कूलों पर कार्रवाई और जांच की खबरें पहले सुर्खियों में रह चुकी हैं, जिसकी जानकारी भी मैं आपको दे चुकी हूं। अब तमिलनाडु में सीएम विजय के बयान को उसी कड़ी से जो है मिलाकर, उसी कड़ी से जोड़कर देखा जा रहा है। सीएम विजय ने साफ कहा कि नया दौर सेक्युलर सोशल जस्टिस का होगा, यानी धर्म और नफरत की राजनीति नहीं चलेगी। यही वजह है कि सोशल मीडिया पर कई लोग दावा कर रहे हैं कि आने वाले दिनों में तमिलनाडु सरकार आरएसएस नेटवर्क और उससे जुड़े संगठनों पर सख्त रोक अपना। तेबे आपण सब किछ देखिले एवं जानिले जे विजय सर किभଳି भाବରେ से विजय हासिल कले, जितिले इलेक्शन रे।
ତେବେ ପ୍ରିୟ ବନ୍ଧୁଗଣ ଏହାକୁ ନେଇକି ଏଇ ଯେଉଁ ହିନ୍ଦୁ ବାବା ଜଣକ କ୍ରିଟିସାଇଜ୍ କରୁଛେ। ଆଉ କାରଣ କାହିଁ କ୍ରିଟିସାଇଜ୍ କରୁଛେ, କାରଣ ଏଇ ବାବା କାରଣ ଆମର ଯେ ଥାଲାପତି ବିଜୟ ସେ ହେଉଛନ୍ତି ଖ୍ରୀଷ୍ଟିଆନ ପରିବାରର ଆସୁଛନ୍ତି। ଆଉ ଯେତେବେଳେ ସେ ଜିତିଲେ, ବିଜୟ ହାସଲ କଲେ, ସେତେବେଳେ ବାବାମାନଙ୍କ ପଛରେ ଲଙ୍କା ଲାଗିଗଲା। ଆଉ ସେମାନେ କ'ଣ କଲେ, ଏମିତି ଚିଲଉଛନ୍ତି। ଚିଲେଇଲେ କ'ଣ ହେବ, ସିଏମ୍ ତ ହେଇସାରିଛନ୍ତି ଥାଲାପତି ବିଜୟ ସାର୍। ଆଉ ବାକି ରହିଲା ତାଙ୍କର ଯାହା ସବୁ ଶପଥ ଗୁଡ଼ିଏ ରହିଅଛି ସେ ନିହାତି ପୂରଣ କରିବେ, କାରଣ କେତେ ଗୁଡ଼ିଏ ଶପଥ ସେ ଅଲରେଡ଼ି ପୂରଣ କରିସାରିଛନ୍ତି। ତେବେ ଏଇ ବାବା ଜଣକ କାହିଁକି ଈର୍ଷାରେ କାହିଁକି ଜଳୁଛି, ତା'ର ଗୋଟେ କାରଣ ଅଛି। କାରଣ ମୁଁ ଯେମିତି ଆପଣଙ୍କୁ କହିଲି, ଏ ଜଣେ ଖ୍ରୀଷ୍ଟିଆନ ପରିବାରର, ଆଉ ସିଏ ଚର୍ଚ୍ଚରେ ଯାଇକି ହାଲେଲୁୟା ପ୍ରେଜ୍ ଦ ଲର୍ଡ ବି କହିଛନ୍ତି, ଆଣ୍ଠୁରେ ଚାଲିକି ଯାଇଛନ୍ତି। କେବଳ ସେତିକି ନୁହେଁ, ବାଇବେଲର ଏକ ଅଂଶକୁ ସେ ପ୍ରଚାର କରିଛନ୍ତି, ଯେଉଁଟାକି ଯୋସେଫଙ୍କ ବିଷୟରେ ଥିଲା, ତାକୁ ମଧ୍ୟ ପ୍ରଚାର କଲେ। ଆଉ ଶେଷରେ ସେ ଜିତିଲେ। ହଁ ପ୍ରିୟ ବନ୍ଧୁଗଣ, କିନ୍ତୁ ଯଦି ଏଠି ଥାଲାପତି ବିଜୟ ସାର୍ ପ୍ରଭୁ ଯୀଶୁଙ୍କୁ ଗୌରବ ନ ଦେଇକି ଯଦି କୌଣସି ରାମ ନାମ ନେଇଥାନ୍ତେ, କିମ୍ବା କୌଣସି କୃଷ୍ଣ ନାମ ନେଇଥାନ୍ତେ, କିମ୍ବା ଅନ୍ୟ କୌଣସି ଦେବାଦେବୀଙ୍କ ନାଁ ଯଦି ନେଇଥାନ୍ତେ, ତେବେ ନିହାତି ନିଶ୍ଚିନ୍ତ ଭାବରେ ଥାଲାପତି ବିଜୟ ସାର୍ ଯଦି ଏମିତି କରିଥାନ୍ତେ, ତେବେ ବାଗେଶ୍ୱର ବାବା ତାଳି ମାରିଥାନ୍ତା, ନିଜେ ତାଳି ମାରିଥାନ୍ତା। ତାପରେ ତାର ଯେତେ ସବୁ ଅନ୍ଧ ଭକ୍ତମାନେ ଅଛନ୍ତି ସମସ୍ତଙ୍କୁ କହିଥାନ୍ତା, ରେ ତୁମେ ବି ତାଳି ମାର। କାରଣ ଥାଲାପତି ବିଜୟ ସେ ରାମଙ୍କର ଗୁଣଗାନ କଲା, କୃଷ୍ଣଙ୍କର ଗୁଣଗାନ କଲା, କିନ୍ତୁ ସେମିତି ବିଲକୁଲ ବି ହେଲା ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଭଲ ଭାବରେ ଦେଖିଲେ, ସେ ଚର୍ଚ୍ଚ ଗଲେ, ପ୍ରଭୁ ଯୀଶୁଙ୍କର ପ୍ରଶଂସା କଲେ, ପ୍ରଭୁ ଯୀଶୁଙ୍କର ମହିମା କଲେ। ସେଥିପାଇଁ ବାବା ଈର୍ଷାରେ ପୁରା ଜଳି ଯାଉଛି। ଥାଲାପତି ବିଜୟ ସାର୍ କ୍ରିଟିସାଇଜ୍ କରୁଛେ, କିନ୍ତୁ ଏଇ ବାବା କେବେ ହେଲେ ବି ସେଇମାନଙ୍କ ଉପରେ ଆଙ୍ଗୁଳି ଉଠାଇବନି ଯେଉଁମାନେ କି ପଥର ମାଫିଆ, ବାଲି ମାଫିଆ, ଯେଉଁମାନେ କି ମଣିଷ ମାଫିଆ, ଆଉ ସେମାନଙ୍କ ଉପରେ ଆଙ୍ଗୁଳି ଉଠାଇବନି। କେଉଁଠି ଯଦି କୌଣସି ଖ୍ରୀଷ୍ଟିଆନ ବ୍ୟକ୍ତି କେଉଁଠି ଯୀଶୁଙ୍କର ଯଦି ପ୍ରଶଂସା କରିଦେଲା, ତେବେ ଏଇ ବାବାର ସବୁକିଛି ଜଳିଗଲା। ତେବେ ଏ ବାବା ତା'ର ପ୍ରକୃତି ହେଉଛି ଏମିତି, ଆଉ ଆମେ ଆଉ କ'ଣ କରିପାରିବା। ସମସ୍ତ ନମସ୍କାର ପ୍ରିୟ ବନ୍ଧୁଗଣ। ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ସେୟାର କରନ୍ତୁ। ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।